ଢେଙ୍କାନାଳ ଜିଲ୍ଲା ଗୋନ୍ଦିଆ ତହସିଲ ଅନ୍ତର୍ଗତ ନିଶ୍ଚିନ୍ତ ପାହାଡ଼ରୁ ବାରମ୍ବାର ବେଆଇନ ଭାବରେ କଳାପଥର ଖଣି ଖନନ କରାଯିବାକୁ ନେଇ ଏନ୍ଜିଟିରେ ଅଭିଯୋଗ ପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଏନ୍ଜିଟି ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ଏକ ମିଳିତ କମିଟି ଗଠନ କରି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାକୁ ନେଇ ଆଜି ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ, ଜଙ୍ଗଲ ବିଭାଗ, ଖଣି ବିଭାଗ, ରାଜ୍ୟ ପ୍ରଦୂଷଣ ବୋର୍ଡ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାପାଳଙ୍କ ପ୍ରତିନିଧି ମିଳିତ ଭାବରେ ତଦନ୍ତ କରିଛନ୍ତି। ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ ଏହି ପାହାଡ଼ ଆଖପାଖ ଅଞ୍ଚଳରେ ଭାରତୀୟ ନ୍ୟାୟ ସଂହିତାର ଧାରା 163 ଜାରି ସତ୍ତ୍ୱେ ମାଫିଆମାନେ ମାନୁନଥିବା, ଏପରିକି ନିକଟରେ ଥିବା ମା ଚଣ୍ଡୀ, ଆରୁଣି, ଶ୍ରୀ ସାଇ ଓ PRMM ଆଦି ଷ୍ଟୋନ୍ କ୍ରସର ମାନେ ବେଆଇନ ଭାବରେ ଉକ୍ତ କଳା ପଥର ବ୍ୟବହାର କରୁଥିବା ନେଇ ଅଭିଯୋଗ ହେଉଥିଲା, ଯାହାଫଳରେ ଉକ୍ତ ମିଳିତ କମିଟି କ୍ରସରରୁ ମଧ୍ୟ ଯାଇ ତଦନ୍ତ କରିଛନ୍ତି। ତେବେ ମିଳିତ କମିଟିର ରିପୋର୍ଟ କ'ଣ ଯାଉଛି ଏବଂ ରିପୋର୍ଟ ତଲବ ପରେ ଏନ୍ଜିଟି କ'ଣ ନିର୍ଦ୍ଦେଶ ଦେଉଛନ୍ତି ତାହାକୁ ଅପେକ୍ଷା ରହିବ। ଗୋଟେ ଯୁଗ୍ମ କମିଟି ଗୋଟେ ଆମର ମାନ୍ୟବର ଏନ୍ଜିଟି ଗୋଟେ ପିଟିସନର ସେଠି ଦାଖଲ କରିଥିଲେ, ସେଟା କେସ୍ ହେଇଥିଲା। ତାରି ଉପରେ ଯେତିକି ଅଛି ଆମର ଯେଉଁ ନିଶ୍ଚିନ୍ତ ପାହାଡ଼ ଅଛି ସେଇଟା ତ ଯାଜପୁର ଏରିଆରେ ଆସୁଛି। ଆଜି ଆମର ଗୋଟେ ଟିମ୍ ତାଙ୍କ ନିର୍ଦ୍ଦେଶରେ ଗୋଟେ ଟିମ୍ କନଷ୍ଟିଚ୍ୟୁଟ୍ ହେଇଥିଲା, ଯେଉଁଥିରେ କି ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ଼ ତାର ଲିଡରସିପ୍ରେ ବା ନୋଡାଲ୍ ଅଫିସର ସେଥିରେ ସେ ରହୁଛନ୍ତି। ଫରେଷ୍ଟ ଏନଭାରନମେଣ୍ଟ ଡିପାର୍ଟମେଣ୍ଟ, ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ଼, ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଯାଜପୁର, ଢେଙ୍କାନାଳ, ସେଥିରେ ସବୁ ମେମ୍ବର ରହୁଛନ୍ତି। ତେଣୁ ସେ ତାଙ୍କର ନମିନେଟ୍ କରିଛନ୍ତି ତାଙ୍କର ଅଫିସରମାନଙ୍କୁ। ଆଜି ଆମେ ଆସିଥିଲୁ, ତେଣୁ ଭେରିଫାଇ କରୁଛୁ। ତେଣୁ ତା ପାଖରେ ଯେତେ ସବୁ ଅଛନ୍ତି କ୍ରସର୍ସ ତାକୁ ମଧ୍ୟ ଭେରିଫାଇ କରାହେଉଛି ଏବଂ ସେ ଏରିଆ ମଧ୍ୟ ଆମେ ଭେରିଫାଇ କଲୁ। ନହେଲେ ଡିସ୍କସନ୍ କରିବୁ, ରିପୋର୍ଟ ଦେଇଦେବୁ। ଢେଙ୍କାନାଳରୁ ଅକ୍ଷୟ କୁମାର ପାତ୍ର, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।